ଢେଙ୍କାନାଳ ଜିଲ୍ଲାର କାମାକ୍ଷା ନଗର ବଳିଗୋରଡ଼ରେ ଦିନ ଥିଲା ଛୋଟ ମନ୍ଦିରର ପୂଜା ଖେଳାରୁ ଆଜି ଏକ ବଡ଼ ମନ୍ଦିର ନିର୍ମାଣ। ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହ 5 ଦିନ ଠାକୁରଙ୍କ ସେବାରେ ବାଲିଗୋରଡ଼ ଗ୍ରାମବାସୀମାନେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ଗ୍ରାମ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହୋଇଛି। ଗ୍ରାମ ସଭାପତି ଅଲେଖ ଚନ୍ଦ୍ର ଖୁଣ୍ଟିଆ, ସମ୍ପାଦକ ଗଙ୍ଗାଧର ସ୍ୱାଇଁ, ଗ୍ରାମ କମିଟି ସଭ୍ୟ ପ୍ରଦୀପ ସ୍ୱାଇଁ, ତୁଷାରକାନ୍ତ ସ୍ୱାଇଁ, ସୁଜିତ ସ୍ୱାଇଁ, ଚନ୍ଦ୍ରମଣି ମହାନ୍ତି, ଦିବ୍ୟସିଂହ ଖୁଣ୍ଟିଆ ଓ ଶ୍ରୀ ହରି ସ୍ୱାଇଁ ପ୍ରମୁଖ ଗ୍ରାମବାସୀଙ୍କ ସହଯୋଗରେ 56 ଗୋଟି ଗ୍ରାମରେ ନିଜ ଗ୍ରାମର ଝିଅ ବିବାହ କରିଥିବା ଗ୍ରାମର ଓ ତାଙ୍କ ଗ୍ରାମ ସଭାପତି ସମ୍ପାଦକଙ୍କୁ ନିମନ୍ତ୍ରଣ କରାଯାଇଥିଲା। 10 ବର୍ଷ ପୂର୍ବେ ମନ୍ଦିରରେ ଥିବା ବିଗ୍ରହଙ୍କୁ ସ୍ଥାନାନ୍ତର ସହ ଖିଞ୍ଚିରୁ ପାର୍ଶ୍ୱ ଦେବତାଙ୍କୁ ଅଣାଯାଇ ଗତ ରବିବାର ଠାରୁ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୂଜକ ସତୀଶ ପ୍ରସାଦ ଆଚାର୍ଯ୍ୟ ମନ୍ତ୍ର ପାଠରେ ପ୍ରତ୍ୟହ ରୀତିନୀତି ଅନୁଯାୟୀ କଳସ ଯାତ୍ରା, ପ୍ରାଣ ପ୍ରତିଷ୍ଠା, ଗୀତା ଯଜ୍ଞ ଓ ଯଜ୍ଞ କାର୍ଯ୍ୟକ୍ରମ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ପ୍ରତ୍ୟହ ସନ୍ଧ୍ୟାରେ ପ୍ରବକ୍ତା ନାରାୟଣ ଦାସ, ବସନ୍ତ ବିଷୋଇ ପ୍ରବଚନ ଦେଉଥିଲେ। ଅମୂଲ୍ୟ ରତ୍ନ ତ୍ରିପାଠୀ ମଞ୍ଚ ସଞ୍ଚାଳନ କରୁଥିଲେ। ସମସ୍ତଙ୍କ ଉଦ୍ଦେଶ୍ୟରେ ପ୍ରସାଦ ସେବନ ହୋଇଥିଲା। ଶତାଧିକ ଭକ୍ତ ମନ୍ଦିର ଦର୍ଶନ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ଆମ ଗାଁରେ ପୂର୍ବରୁ ଥିଲା, କିଛି ବର୍ଷ ପୂର୍ବରୁ ପୂଜା ପାଉଥିଲେ। ଏବେ ନୂଆ ମନ୍ଦିର ରୂପ ନେଇ ବହୁ ଆଡ଼ମ୍ବର ସହିତ ଆମେ ଜଗନ୍ନାଥଙ୍କର ପୂଜା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶେଷ କରିଅଛୁ। ଏଥିରେ ଆଖପାଖ 56 ଖଣ୍ଡ ଗାଁର ଝିଅ ଝିଆଣିଆ ଯେତେ ସବୁ ଆମର ସମସ୍ତେ ବନ୍ଧୁବାନ୍ଧବ ସମସ୍ତେ ଏଇ ଯଜ୍ଞ ଉତ୍ସବରେ ସମସ୍ତେ ସମାହିତ ଅଛନ୍ତି ଏବଂ ବହୁ ଆଡ଼ମ୍ବର ସହିତ ଆମେ ତାକୁ ପାଳନ କରି ଆସୁଛୁ। ଆଜି ଏଇ ମନ୍ଦିରଟି ଛୋଟ ଥିଲା, ଏଇଠି ଥିଲା, ଏବେ ଆଜି ବଡ଼ ହେଇକି ଏଇଠି ହେଇଛି। ବହୁତ ଭଲ ଲାଗୁଛି। ଆଜି ପୂର୍ଣ୍ଣାହୁତି, ଆଜି ଲାଷ୍ଟ ଦିନ, ଏତେ ସାରା ଲୋକ ଆସିଛନ୍ତି, ବହୁତ ଖୁସି ଲାଗୁଛି ଦେଖିକି ସମସ୍ତଙ୍କୁ। ଆଉ ଭଗବାନ ବି ଏତେ ବଢ଼ିଆ ହେଇଛନ୍ତି, ମନ୍ଦିର ବି ବହୁତ ସୁନ୍ଦର ହେଇଛି। ଆମ୍ଭେ ଏକ ପରମାନେଣ୍ଟ ଷ୍ଟ୍ରକ୍ଚର ତିଆରି କରିବା ପାଇଁ 24 ବେଶର ଆମେ ବର୍ତ୍ତମାନ ସଂକଳ୍ପ କରିଛୁ। ଆଗାମୀ 2 ବର୍ଷ ଭିତରେ ଆମେ ଯେମିତି ଆମର ଓଡ଼ିଶାରେ ମୁଁ ବୋଧେ ଭାବୁଛି ଏହା ବୋଧେ ପ୍ରଥମ ଥର ପାଇଁ 24 ବର୍ଷ ଏକ ପରମାନେଣ୍ଟ ହେବାକୁ ଯାଉଛି ଏବଂ ଏହା ଆମର ହେଉଛି ସଂକଳ୍ପ ଏବଂ ଆମେ ତାକୁ ନିଶ୍ଚିତ ଭାବରେ 2 ବର୍ଷ ଭିତରେ ଶେଷ କରିବୁ। ଆମେ ଏ ବର୍ଷ ପାର୍ଶ୍ୱ ଦେବତା ଆମେ ଖିଚିଙ୍ଗରୁ ସବୁ ଆଣିଥିଲୁ। ଆମର ପ୍ରକୃତରେ କହିବାକୁ ଗଲେ ଜଗନ୍ନାଥଙ୍କର ଏଇ ଯେଉଁ ବିଗ୍ରହ ଏଠି ପ୍ରତିଷ୍ଠା ହେଲା, ଆମର ପିଲାମାନଙ୍କର ଗୋଟେ ଛୋଟ ରଥଯାତ୍ରାରୁ ଇଏ ଆରମ୍ଭ ହୋଇଛି। ପ୍ରଥମେ ଗୋଟେ ତାଳଗୁଟୁବାରେ ରଥଯାତ୍ରା କଲେ, ସେ ରଥକୁ 2 ବର୍ଷ ଚଲେଇଲେ, ତାପରେ ସେ ରଥ ଆଉ ଟିକିଏ ବଡ଼ ହେଲା ଏବଂ ତାପରେ ତା ପର ବର୍ଷ ସେ ଆଉ ଟିକିଏ ବଡ଼ ହେଲା ଲୋକମାନଙ୍କ ପ୍ରଚେଷ୍ଟାରେ ଏବଂ ବଡ଼ ରଥକୁ ଛୋଟ ବିଗ୍ରହ ସେ ଶୋଭା ପାଉନଥିଲା। ତେଣୁକରି ଗାଁ ଲୋକମାନଙ୍କ ପ୍ରଚେଷ୍ଟାରେ ଏଠି ଜଗନ୍ନାଥଙ୍କର ବଡ଼ ବିଗ୍ରହ ଏଠୁ ପ୍ରତିଷ୍ଠା ହେଲା ଏବଂ ତାଙ୍କର ପରବର୍ତ୍ତୀ ପର୍ଯ୍ୟାୟରେ ଲୋକମାନଙ୍କ ପ୍ରଚେଷ୍ଟାରେ ଏବଂ କେତେକ ସହୃଦ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଏଠି ମନ୍ଦିର ଆରମ୍ଭ ହେଲା ଏବଂ ମନ୍ଦିର କାମ ବି ଆଗେଇ ଚାଲିଛି, ବର୍ତ୍ତମାନ ସୁଦ୍ଧା ବି ସରିନି। ତ ଇଏ ତ ଯୁଗ ଯୁଗ ଧରିକି ଲାଗିବ, ଇଏ ଜେନେରେସନ୍ ଟୁ ଜେନେରେସନ୍ ଇଏ ମନ୍ଦିର କାମ ଆଗେଇ ଚାଲିବ। କାମାକ୍ଷା ନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।